ଆଜି ଆମେ ଧ୍ୟାନକୁଦ ପୀଠ ବୁଲିବାକୁ ଆସିଥିଲୁ। ବାଟରେ ଗଲା ବେଳେ କାଠଯୋଡି ନଦୀ ପଡିଥିଲା। ଆଉ ମୁଁ ସେଥିଲାଗି ଆପଣ ମାନଙ୍କୁ ଟିକେ ଏଇ ଭିଡିଓ ମାଧ୍ୟମରେ ଦେଖେଇବାକୁ ମନେ କଲି ଏଇ ନଦୀଟିକୁ। ଏଇ ଜାଗାଟି ହେଉଛି ଦଳେଇଘାଇ। ଆପଣ ମାନେ ଜାଣିଥିବେ କି ନାହିଁ ମୁଁ କହିପାରୁନି। ଏହି ନଦୀଟି ଏଇଠୁ ହିଁ ଦୁଇ ଭାଗ ହୋଇଛି। ଗୋଟେ ନଦୀ ଦେବୀ ନଦୀ ଆଉ ଗୋଟେ ବିଲୁଆଖାଇ ନଦୀ। ଆଉ ଏହି ବିଲୁଆଖାଇ ନଦୀ କୂଳରେ ହିଁ ଧ୍ୟାନ ପୀଠ ଅବସ୍ଥିତ। ଦେଖନ୍ତୁ ଏଇଠି ବୋର୍ଡ ମରା ହେଇଛି ପଞ୍ଚସଖା ଧ୍ୟାନ ପୀଠ। ତ ସାଙ୍ଗମାନେ ଏହି ପୀଠସ୍ଥଳୀଟି ନାମ କଣ ପାଇଁ ଧ୍ୟାନ ପୀଠସ୍ଥଳୀ ହୋଇଛି ତ ଆପଣ ମାନେ ଜାଣିଛନ୍ତି? ଆଜକୁ ପ୍ରାୟ 600 ବର୍ଷ ପୂର୍ବେ ପଞ୍ଚସଖା ମାନେ ଏଠି ବସି ଧ୍ୟାନ କରୁଥିବାରୁ ଏହି ଜାଗାର ନାମ ଧ୍ୟାନକୁଦ ପୀଠ ବା ଧ୍ୟାନ ପୀଠ ନାମରେ ନାମିତ। ଆଉ ସେହି ପଞ୍ଚସଖା ମାନେ ହେଲେ ଶ୍ରୀ ଅଚ୍ୟୁତ, ଶ୍ରୀ ଯଶୋବନ୍ତ, ଶ୍ରୀ ଜଗନ୍ନାଥ, ଶ୍ରୀ ବଳରାମ ଆଉ ଶ୍ରୀ ଅନନ୍ତ। ଏହା ସହିତ ଏହି ଧ୍ୟାନ ପୀଠ ବିଷୟରେ ପଦ୍ମଗଳ୍ପ ଗ୍ରନ୍ଥରେ ପଞ୍ଚସଖା ଜଗନ୍ନାଥ ଦାସ ଉଲ୍ଲେଖ କରିଛନ୍ତି। ତା ସହିତ ଯଶୋବନ୍ତ ଶଶୀମେଳା ଗ୍ରନ୍ଥରେ ଧ୍ୟାନକୁଦ ପୀଠ ବିଷୟରେ ଲେଖିଛନ୍ତି। ଆଉ ପ୍ରାଚୀନ ଧର୍ମ ଗ୍ରନ୍ଥରେ ମଧ୍ୟ ଏଇ ଧ୍ୟାନକୁଦ ପୀଠ ସମ୍ପର୍କରେ ବିଷୟରେ ଉଲ୍ଲେଖ କରିଛନ୍ତି। ନମସ୍କାର, ଜୟ ଜଗନ୍ନାଥ। ମାମୁନି ବ୍ଲଗର ୟୁଟ୍ୟୁବ ଚ୍ୟାନେଲକୁ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛି। ଆମେ ଆଜି ବୁଲିବାକୁ ଆସିଛୁ ବହୁ ପୁରାତନ ଧ୍ୟାନକୁଦ ପୀଠ। ଆଉ ଏହି ମନ୍ଦିରରେ କାହିଁ କେତେ ବର୍ଷରୁ ପୂଜା ପାଉଛନ୍ତି ପଞ୍ଚସଖା ଆଉ ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର ଏବଂ ମା ସୁଭଦ୍ରା, ତା ସହିତ ମା ଲକ୍ଷ୍ମୀ, ମା ବିମଳା। ତ ସାଙ୍ଗମାନେ ଚାଲନ୍ତୁ ଦେଖିବା ବୁଲିକି ବେଢା। ତ ସାଙ୍ଗମାନେ ମୁଁ ପ୍ରଥମେ ଭୋଗ କିଣିକି ଆଣିଥିଲି, ତା ସହିତ ଦୀପଟିଏ ବି ଆଣିଥିଲି। ଆଉ ଏଠି ମୁଁ ଦୀପଟିଏ ଜଳେଇଥିଲି ଆଉ ଠାକୁରଙ୍କୁ ମୋ ମନର କଥା ଜଣେଇଥିଲି। ପ୍ରଭୁଙ୍କ ଆଶୀର୍ବାଦ ନେଇଥିଲୁ, ପ୍ରଭୁଙ୍କ କୃପା ନେଇଥିଲୁ। ଶ୍ରୀ ଜଗନ୍ନାଥଙ୍କର ଅପାର କରୁଣା, ଅପାର ଆଶୀର୍ବାଦ ନଥିଲେ ଏ ସୁଯୋଗ କାହାକୁ ବି ମିଳେନି। ତାଙ୍କୁ ଦେଖିବାର ସୁଯୋଗ, ତାଙ୍କର ଦର୍ଶନ, ତାଙ୍କ ପାଖକୁ ଯିବାର ସୁଯୋଗ କେବେ ବି ମିଳେନି। ଆଜି ମୋର ଭାଗ୍ୟ ଆଉ ସେଥିଲାଗି ମୁଁ ଏଠିକି ଆସିଥିଲି ଆଉ ଭଗବାନଙ୍କ ଦର୍ଶନ ପାଇଲି ଆଉ ବହୁତ ସୁନ୍ଦର ଭାବରେ ଦର୍ଶନ ପାଇଲି। ଆଉ ଏତେ ଖୁସି ଲାଗିଲା, ମାନେ ସେ କଥା ବି ମୁଁ ବର୍ଣ୍ଣନା କରିପାରିବିନି ମୁଁ ଆପଣ ମାନଙ୍କ ପାଖରେ। ତ ବହୁତ ଖୁସି ଲାଗିଲା। କହିଲ ଦେଖି, କାହିଁକି ପ୍ରଭୁ ଜଗନ୍ନାଥଙ୍କୁ ଏ ବିଶ୍ଵ ମାନୁଛି? ଗୋଟେ ମୂର୍ତ୍ତିକୁ କଣ ପାଇଁ ବିଶ୍ଵ ମାନୁଛି? କାହିଁକି ନା ଭାବର ଠାକୁର ସିଏ, ଭକ୍ତର ବିଶ୍ଵାସ ସିଏ। ଭକ୍ତ ତାଙ୍କୁ ବିଶ୍ଵାସ କରେ। କିଏ ନଡିଆଟିଏ ଦଉଛି, କିଏ ବଡ ଦାଣ୍ଡରେ ଗୁହାରି ଜଣାଉଛି। ସିଏ ତ ଭାବ ବିନୋଦିଆ କୃପା ସାଗର। ପ୍ରଭୁ ଜଗନ୍ନାଥଙ୍କ କୃପା ଦୃଷ୍ଟି ସମସ୍ତଙ୍କ ଉପରେ ପଡିଥାଏ। ଏହା ହିଁ ମୋର ପ୍ରଭୁ ଜଗନ୍ନାଥଙ୍କ ପାଖରେ ଗୁହାରି। ଆଜି ମୋର ଏତେ ବଡ ସୌଭାଗ୍ୟ ମିଳିଛି ତାଙ୍କୁ ଦେଖିବାର। ସତରେ ସାଙ୍ଗମାନେ, ଭାବର ଠାକୁର ସିଏ। ତାଙ୍କୁ ଯିଏ ଯେଉଁ ପରି ଭାବରେ ତାଙ୍କୁ ଚିନ୍ତା କଲା, ସିଏ ସେହିପରି ଭାବରେ ତାଙ୍କୁ କୃପା କରନ୍ତି। ମୁଁ ଚାହେଁ ମୋ ଜଗନ୍ନାଥଙ୍କର ମହିମା, ଆମ ଜଗନ୍ନାଥଙ୍କ କଥା ସମସ୍ତେ ଜାଣନ୍ତୁ। ଆମ ସଂସ୍କୃତି, ଆମ ପରମ୍ପରା କଣ, ଆମର ଐତିହ୍ୟ କଣ, ସାରା ବିଶ୍ଵ ହିଁ ଜାଣୁ। ତ ସାଙ୍ଗମାନେ ଆଜି ଚାଲନ୍ତୁ ଦେଖିବା ଆମର ଏଇ ଯୋଉ ଧ୍ୟାନକୁଦ ପୀଠସ୍ଥଳୀରେ ଏଠି ମହାପ୍ରସାଦ ପ୍ରସ୍ତୁତ ହୁଏ। ଆଉ ଏଇଟା ହଉଛି ରୋଷଶାଳା, ଏଠି ରୋଷେଇ ହୁଏ। ଆଉ ଇଏ ହଉଛି 22 ପାହାଚ, ଯେମିତି ଜଗନ୍ନାଥଙ୍କ ମନ୍ଦିରରେ ପୁରୀରେ ଅଛି ସେମିତି ଏଠି ବି ସେମିତି 22 ପାହାଚ ଅଛି। ଆଉ ସବୁ ଜାଗା ମତେ ବହୁତ ଭଲ ଲାଗିଲା। ତ ଆମେ ତଳକୁ ଆସିଥିଲୁ ବୁଲିବା ପାଇଁ କି। ତ ଏଇଠି ଗୋଟିଏ ଷଣ୍ଢଟିଏ କଣ କଲା ନା, ଭୋଗ ଖାଇବ ବୋଲିକି ଆମ ପଛେ ପଛେ ଗୋଡେଇଲା। ତ ପତିବାବୁ ତାଙ୍କୁ କିଛି ଭୋଗ ଦେଇଥିଲେ ଆଉ ଆମେ ବୁଲିଥିଲୁ। ଆମକୁ ବି ବହୁତ ଭଲ ଲାଗିଥିଲା। ମୋର ଏଇ ଛୋଟ ବ୍ଲଗଟିରେ କିଛି ଲୋକ ତ ଜଗନ୍ନାଥଙ୍କ ବିଷୟରେ ଶୁଣିଲେ, ଜାଣିଲେ ଆଉ ଦେଖିଲେ ମଧ୍ୟ। ଆମ ଜଗନ୍ନାଥ ବଡ। ଆମ ଜଗନ୍ନାଥ ହେଉଛନ୍ତି ଉତ୍କଳର ଆଉ ଏ କଳିଯୁଗର ଆରାଧ୍ୟ ଦେବତା। କଳି ଯୁଗରେ ଲୋକମାନେ ଜଗନ୍ନାଥଙ୍କ ପାଖରେ ସମର୍ପିତ ହେଉଛନ୍ତି। ଯିଏ ଯେଉଁଠି ଥାଉ ଜଗନ୍ନାଥଙ୍କ ପାଖରେ ସମର୍ପିତ ହେଲେ ସ୍ମରଣ ମାତ୍ରକେ କେଡେ କେଡେ ବିପଦ ବନ୍ଧନ ଆସିଲେ ବି ଟଳିଯିବ, ସେ ମୁକ୍ତି ପାଇଯିବ। ଭଗବାନ ତାକୁ ମୁକ୍ତି କରିଦେବେ। ସତରେ ମୋ ମହାପ୍ରଭୁଙ୍କ ଠାରୁ ବଳି ଏ ସଂସାରରେ କେହି ବି ବଡ ନାହାନ୍ତି। ଜୟ ଜଗନ୍ନାଥ। ତ ସାଙ୍ଗମାନେ, ଆମର ତ ମନ୍ଦିର ବୁଲା ସରିଗଲା। ତାପରେ ଆମକୁ ଟିକେ ଭୋକ ଲାଗିଥିଲା ଆଉ ଏଠାରେ ବିନା ପିଆଜ ରସୁଣରେ ବହୁତ ସୁନ୍ଦର ସ୍ଵାଦିଷ୍ଟ ଦହିବରା ଥିଲା। ତ
मते बहुत भल लगिला बहुत स्वादिष्ट होइतिला पति बाबूंकर मोर टिके खाइथिलु खाई सारा पर मंदिर चारि पाख टिके बुलीथिलु आ मंदिर चारि पाख बहुत सुंदर मते लागिथिला तो एही मंदिर रे बहुत गुड़िया हंस अछंती तो धाड़ी धाड़ी होइकी चलीथिले मते बहुत खुशी लागुथिला आ सुंदर भी लागुथिला देखिया पे कि सतरे हंसिनी चाली जो कहंती सतरे हंसिनी चाली एते सुंदर थिला माने कहि हबनी तो जेहेतु एठी पद्म पोखरी थिला तो सेति लागि एठी हंस भी रहउचंदी तो एठी गोटे बड़ जामु कोଳି हेतला आ बहुत जामु कोଳି पड़ीथिला तळे आ मते बहुत इच्छा होतला खाइबा पे कि जामु कोଳି तो मो हाथ पाउ नथला तो मु सेति पई खाइ पारली नै तो देखो तो संग माने ए होची मंदिर पाखरे थिबा पुष्करणी तो बहुत पद्म फूल एठी फुटीची आ एते सुंदर देखा जाउतला ओ माने विश्वास करि परिनी आ फूलर कलर उडाको केते सुंदर देखले पूरा गोलापी गोलापी मते तो बहुत बढ़िया लागला आपन केमती लागला कमेंट रे निश्चित जणैबे तो संग माने आम घर एई पाखेरे माने मंदिर ठारू 4-5 किलोमीटर तो आम घर भी जगतसिंहपुर मु एही मंदिर को आगुरु भी बहुत थर आस्तिली तापरे एबे आसिली आग ठारू एठी आहुरी किछि बदली जाईची सबु सुविधा हो जाईची आ बहुत सुंदर लागुची आ नई पठारे मंदिरटी अवस्थित एते सुंदर मनोरमा दृश्य आपण माने जेबे भी प्रोग्राम करूचंदी तो ध्यान को पीठास्थली निश्चिंत आसंतु आ आपण मानकु भी बहुत भल लागिवो आ कमेंट सेक्शन ने जणैबे आपण को एही स्थानटी किपरि लागिला तो मो चैनल जदी आपण मानकु भल लागिची तो निश्चिंत गोटे सब्सक्राइब करिवे।